ଏ ଭଲ ପାଇକିରି ବାହା ହେଇଥିଲା ବା ଦେଖିକିରି ଘର ଦେଖିକିରି ବାହା ହେଇଥିଲା। ଏମିତି ପସ୍ତଉଛି ବୋଲି ଜୀବନରେ ପସ୍ତଉନି। ଏମିତିଆ ଘରେ ସବୁ କରିବ, ଏମିତିଆ ଘରେ ଝୁଅ ଦବନି। ପଛେ ଝୁଅକୁ ବିଷ ଦେଇ ମାରିଦେବ, ଏମିତିଆ ଛୋଟ ଲୋକ ଘରେ ଝୁଅ ଦବନି। ଯୋଉଠି ଝୁଅ ଜୋଇଁଥିବେ ସେ ଘର, ବିବାହିତା ଝୁଅ ଯୋଉଠି ରହିଲା, ସେ ଯାହା ଘରେ ସେ ଘର ଭାଙ୍ଗିଲା, ସେ ଘର ଭାଙ୍ଗିବ। ଏଇଟା ଏଇଟା ଦୁନିଆର କଥା। ଆପଣ ଦେଖନ୍ତୁ, ଯେତେ ବଡ଼ ବଡ଼ ଅଫିସର ଯେତେ ଅଛନ୍ତି, ତାଙ୍କ ଘରେ କେଉଁ ବିବାହିତା ଝୁଅ ଆସି ରହିଛନ୍ତି? କେଉଁଠି ରହିଛନ୍ତି? ତାର ତ ଶାଶୁ ଶ୍ୱଶୁର ଅଛି ନା ନାହିଁ? ସିଏ କାହିଁ ତୋ ଝୁଅକୁ ସେ ସଣ୍ଟଣା ଶିଖେଇଲୁନି ତା ଶାଶୁ ଶ୍ୱଶୁରଙ୍କୁ ସେବା କରିବାକୁ? ସିଏ ଘରର ବଡ଼ ପୁଅ, ଇଏ ଘରର ବଡ଼ ବୋହୂ। ସେ ସୋନାଲି ଯିଏ ଘରର ବଡ଼ ବୋହୂ, ସିଏ କେତେ ଶାଶୁଘରୁ ଯାଇକି ରହିଛି। ତା ମା ଯେଉଁ କହୁଛି ସଣ୍ଟଣା, କେତେ ସଣ୍ଟଣା ଶିଖେଇଛି? କେଉଁ ସଣ୍ଟଣା ଶିଖେଇଛି? ଶାଶୁ ବା 80 ବର୍ଷର 97 ବର୍ଷର ଶାଶୁ ହେଲାଣି, ଘୁଅରେ ବୋଳି ହେଉଛି, ଶାଶୁକୁ ରଖୁନାହାନ୍ତି। ସେ ରାହୁଲ ଥିଲାବେଳେ ତା ସେବା କରିବା ରଖ, ଇଏ ରଖୁନାହାନ୍ତି, ରଖୁଛନ୍ତି। ତା ମା ଯେଉଁ ସୋନାଲିର ମାମୁଁ ମା ଆସି ରହିବେ, ହେଲେ ବାପାର ମା ଆସି ରହିବନି। ଏ ଘରର ଏଇ ଆଉ କ'ଣ?